ପ୍ରଭୁ ରାମଚନ୍ଦ୍ର ସେ ଶବରୀ ଅଇଁଠା ଖାଇଥିଲେ। ସିଏ କେବେ ଜାତି ଦେଖିନଥିଲେ କି ସିଏ ଶବରୀ ମୁଁ କାହିଁ ତା ଅଇଁଠା ଖାଇ। ମା ଲକ୍ଷ୍ମୀ ସିଏ ଶ୍ରୀୟା ଚଣ୍ଡାଳୁଣୀ ଘରକୁ ଯାଇଥିଲେ ତା ଭକ୍ତିରେ ପ୍ରସନ୍ନ ହୋଇକି। ସିଏ କେବେ ଜାତି ଦେଖିନଥିଲେ କି ସେ ଚଣ୍ଡାଳୁଣୀ କାହିଁ ତା ଘରକୁ ଯିବି। କିନ୍ତୁ ବଡ଼ ଦୁଃଖ ଲାଗେ ଆମରି ହିନ୍ଦୁ ଧର୍ମରେ ଆମର ହିନ୍ଦୁ ଭାଇମାନେ ଜାତି ପ୍ରଥାଟାକୁ ଏକଦମ ଖୁବ୍ ଜୋରେ ମାଡ଼ିକି ବସିଛନ୍ତି। ଆଜ୍ଞା ଏବେ ସମୟ ଆସିକି ଏମିତି ଜାଗାରେ ପହଞ୍ଚିଛି ଆମ ହିନ୍ଦୁମାନଙ୍କୁ ଏକ ହେବା ଦରକାର। ଯେଉଁଠି ଆମର ଆରାଧ୍ୟ ଦେବତା ଆମ ଭଗବାନ ସିଏ ଜାତି ପ୍ରଥା ଧରି ନଥିଲେ, ତେଣୁ ଆମେମାନେ ଜାତି ପ୍ରଥାକୁ କାହିଁକି ଧରିବା। ସମସ୍ତେ ହିନ୍ଦୁ ଏକ ହେବା ଦରକାର। ଗୋଟେ କୁହନ୍ତି ଜାତି ଧର୍ମ ଭୁଲିକି ଆମେ ସମସ୍ତେ ହିନ୍ଦୁ ହିନ୍ଦୁ ଭାଇ ଭାଇ ହେଇକି ବଞ୍ଚିବା ଦରକାର। କାହିଁକିନା ଏବେ ସମୟ ଆସିଗଲାଣି ସବୁ ହିନ୍ଦୁକୁ ଏକ ହେବାକୁ ପଡ଼ିବ। କାହିଁକିନା ଆମ ଧର୍ମକୁ ପରିବର୍ତ୍ତନ କରିବା ପାଇଁ ଅଲଗା ଅଲଗା ଧର୍ମର ଲୋକମାନେ ଖୁବ୍ ଜୋରେ ଲାଗି ପଡ଼ିଛନ୍ତି। କେବଳ ଆମରି ଭିତରେ ଭ୍ରମ ସୃଷ୍ଟି କରେଇକି ସେ ଦେଖ ତମକୁ ସେ ଜାତି ଛୋଟ ଉଚ୍ଚ ନିଚ ଦେଖାଉଛନ୍ତି ଏମିତି କହିକି ମାନେ SC ST ବର୍ଗର ଲୋକମାନଙ୍କୁ ଧର୍ମାନ୍ତରୀକରଣ କରାଇବାରେ ଫୁଲଦମ ସେ ଲାଗି ପଡ଼ିଛନ୍ତି। ତେଣୁ ଆମେ ହିନ୍ଦୁ ଏକ ହେବା ନିହାତି ଆବଶ୍ୟକ। ତେଣୁ ପ୍ଲିଜ୍ ଦୟାକରିକି ଏଇ ଭିଡ଼ିଓଟି ଟିକେ ସେୟାର କରିଦିଅନ୍ତୁ ଏବଂ ସବୁ ମୋ ହିସାବରେ ଆମ ସରକାର ଏ ଜାତି ପ୍ରଥା ଉପରେ କିଛି ନା କିଛି ଗୋଟେ ପଦକ୍ଷେପ ନେଲେ ମୋ ମତରେ ଭଲ ହୁଅନ୍ତା। କାହିଁକିନା ଜାତି ପ୍ରଥା ବିଶେଷ କରି ଏସବୁ ଯେତିକି ଆମର ହିନ୍ଦୁ ଧର୍ମରେ ଅଛି ଅଲଗା କୌଣସି ଧର୍ମରେ ନାହିଁ। ତେଣୁ ମୋ ହିସାବରେ ଜାତି ପ୍ରଥା ଭେଦଭାବଟା ଟିକେ ବନ୍ଦ କରିଦେବା ଉଚିତ। ବଡ଼ ଦେଉଳରେ ପ୍ରଭୁ ଜଗନ୍ନାଥ ସିଏ ତାଙ୍କୁ ସମସ୍ତେ ସବୁ ଧର୍ମର ସବୁ ଜାତିର ଲୋକମାନେ ଯାଇ ପୂଜା କରୁଛନ୍ତି। ସେଠି କ'ଣ କେବେ ଧରା ହେଉଛି SC ST OBC ନା। ତେଣୁ ମୋ ହିସାବରେ ଏଇଟା ଟିକେ ବନ୍ଦ ହେଇଯିବା ଦରକାର। ଜୟ ଜଗନ୍ନାଥ।